ଯଜ୍ଜୁଆଦି ଚତୁର୍ବେଦାଦି ପଠନେ ପାରଙ୍ଗମା ବ୍ରାହ୍ମଣା ଯୁଗ୍ମାଙ୍କଂ ଭୂସରାଣାଂ ପଦକଞ୍ଜରାଜସାଂ ନଶ୍ୟନ୍ତି ବିତିପତିନାଂ ଜ୍ଞାନୀ ବିଶାରଦ କାଳ ଶାସ୍ତ୍ରବିଦ୍ ଦୈବଜ୍ଞ ବ୍ୟାଖ୍ୟାକାରଃ ବିଦ୍ୟାବାନ ସୁଗୋତ୍ରୀ ସ୍ତ୍ରୋତ୍ରିୟ ଗଣେ ପୂର୍ବମସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆଗାମୀ ନବବର୍ଷ 2025 ଆପଣମାନଙ୍କ ପାଇଁ ଶୁଭଙ୍କର ହେଉ। ଜଗତର ନାଥ ଜଗନ୍ନାଥ ପରମ ବ୍ରହ୍ମ ଆପଣଙ୍କୁ ସଦା ସର୍ବଦା ଯଶ ଖ୍ୟାତି ଦିଅନ୍ତୁ, ସୁନ୍ଦର ସ୍ୱାସ୍ଥ୍ୟ ଦିଅନ୍ତୁ, ନିରୋଗତା ପ୍ରଦାନ କରନ୍ତୁ। ବନ୍ଧୁଗଣ, ଆମେ ଯେଉଁ ସିରିଜ ଆରମ୍ଭ କରିଛେ ବର୍ଷ 2025 କିପରି ରହିବ, ତାହେଲେ ଆମେ ନେଇଛେ ଆଜି ପାର୍ଟ 473 ଅର୍ଥାତ୍ 473 ନମ୍ବର ପାର୍ଟ। ଆଚ୍ଛା, ଦେଖିବା ଏ 2025ଟି କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କିଭଳି ଭାବରେ ରହିବ। ବନ୍ଧୁଗଣ, ଗୋଟିଏ କଥା ଦେଖନ୍ତୁ, ଆପଣଙ୍କ ଜାତକଟି ଖୋଲନ୍ତୁ ଆଉ ଦେଖନ୍ତୁ, ଯଦି ଏଇ ପର୍ଟିକୁଲାର ଜାଗାଟିରେ ଆପଣଙ୍କର ଚନ୍ଦ୍ର ଲେଖା ଯାଇଛନ୍ତି ବା ଚ ବୋଲି ଲେଖା ଯାଇଥିବ, ତାହେଲେ ଆପଣ ଜାଣିବେ ଏଇଟା ଆପଣଙ୍କ କଥା ହିଁ କୁହାଯାଉଛି। ଆଉ ଏ ମଝିରେ ଯଦି 12/6 କିମ୍ବା 13/6 କିମ୍ବା 14/6 ଲେଖା ଯାଇଛନ୍ତି, ତାହେଲେ ଆପଣ ଜାଣିବେ ଆପଣଙ୍କର ହଉଛି କନ୍ୟା ରାଶି। ତାହେଲେ ବନ୍ଧୁଗଣ, କନ୍ୟା ରାଶିର ମାଲିକ ହଉଛନ୍ତି ବାଳୁତ ଗ୍ରହ ବୁଧ। ଏମାନେ ବୁଦ୍ଧିମାନ ହେଇଥାନ୍ତି, ଏମାନଙ୍କର ବହୁତ ବୁଦ୍ଧି ଥାଏ, କିନ୍ତୁ ବେଳେ ବେଳେ ଏମାନେ ଭୁଲ ବୁଦ୍ଧି ମଧ୍ୟ କରିଦିଅନ୍ତି, କାହିଁକିନା ବାଳୁତ ଗ୍ରହ। ତେଣୁ ବନ୍ଧୁଗଣ, କେବେ ହେଲେ ଭୁଲ ବୁଦ୍ଧି କରିବେ ନାହିଁ, ଜାଣି ଶୁଣି କରି କେବେ ଭୁଲ କରିବେ ନାହିଁ, ବିପଦକୁ ବରଣ କରନ୍ତୁ ନାହିଁ। ଆଚ୍ଛା, ତା ପୂର୍ବରୁ ମୁଁ ଗୋଟିଏ କଥା କହିବାକୁ ଚାହେଁ ଯେ 2025 ବୋଲି ଯେଉଁ ସଂଖ୍ୟାଟି ଲେଖା ଯାଇଛନ୍ତି, ତାର ଅଙ୍କ ଗୁଡ଼ିକ ଯଦି ଆମେ ମିଶେଇ ଦେବା ଟୋଟାଲ ହେଲା 9। ତାହେଲେ 9 ନମ୍ବରର ମାଲିକ କିଏ? ମଙ୍ଗଳ। ସଂଖ୍ୟା ଆମ ନ୍ୟୁମରୋଲୋଜି ଯାହାକୁ କୁହାଯାଏ, 9 ସଂଖ୍ୟାର ମାଲିକ ହେଉଛନ୍ତି କିଏ? ଦେବସେନାପତି, ଗ୍ରହମାନଙ୍କ ମଧ୍ୟରେ ସେନାପତି, ଯିଏକି ମଙ୍ଗଳ ଗ୍ରହ। ମଙ୍ଗଳ ଗ୍ରହ ପରାକ୍ରମର ପ୍ରତୀକ। ଆଉ ମୁଖ୍ୟତଃ ମଙ୍ଗଳ ହେଉଛନ୍ତି କ'ଣ ନା ବୁଧଙ୍କର, ବୁଧ କିଏ ନା କନ୍ୟା ରାଶିର ସ୍ୱାମୀ। ବୁଧ ଆଉ ମଙ୍ଗଳଙ୍କ ମଧ୍ୟରେ ଆପସରେ ଘୋର ଶତ୍ରୁତା, ମନେ ରଖନ୍ତୁ। ତେଣୁ ଆପଣ ଯେଉଁ ସମ୍ବନ୍ଧୀୟ କାର୍ଯ୍ୟଟିଏ କରିବେ, ଭାବି ବିଚାରିକିରି କାର୍ଯ୍ୟଟିଏ କରିବେ, ଏମିତି ହଠାତ୍ କିରି କିଛି କରିଦେବେ ନାହିଁ। ଆଉ ମଙ୍ଗଳ ହେଉଛନ୍ତି ଭୂମିର ପ୍ରତୀକ। ବନ୍ଧୁଗଣ, ଆଉ ଯେଉଁମାନେ ରିଏଲ ଇଷ୍ଟେଟ ଧନ୍ଦା କି ଏଇ ପ୍ରକାର ଯେଉଁମାନେ ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟଟିଏ କରନ୍ତି, ଯେଉଁମାନେ ଫ୍ଲାଟ ବିକ୍ରି କରନ୍ତି, ଏଇ ପ୍ରକାର ଲୋକମାନଙ୍କ ପାଇଁ ଏଇ ବର୍ଷଟି ସତର୍କତାର ବର୍ଷ। କାହିଁକି ନା ମଙ୍ଗଳ ହେଉଛନ୍ତି ଯେହେତୁ ଏଇ 25 ମସିହାର ମୁଖ୍ୟ ଗ୍ରହ, ବୁଧଙ୍କ ପାଇଁ ତାହା କ୍ଷତିକାରକ। କାହିଁକିନା ମଙ୍ଗଳ ଆଉ ବୁଧ ପରସ୍ପର ଭିତରେ ଘୋର ଶତ୍ରୁତା ସୃଷ୍ଟି କରିଥାନ୍ତି। ହଉ ବନ୍ଧୁଗଣ, ଏହାକୁ ଜାଣିବା ପୂର୍ବରୁ ଆମେମାନେ ଆଉ ଗୋଟିଏ ଜିନିଷକୁ ବିଚାର କରିବା ଯେ ଏ ବର୍ଷର ଗୋଚରରେ ଗ୍ରହ ସ୍ଥିତିଟି କେଉଁଭଳି ଭାବରେ ଅଛନ୍ତି। ପ୍ରଥମେ ଆମେ ଦେଖିବା ଦେବଗୁରୁ ବୃହସ୍ପତିଙ୍କ ବିଷୟରେ। ଦେବଗୁରୁ ବୃହସ୍ପତି ବର୍ତ୍ତମାନ ଆପଣଙ୍କ ଦେଖନ୍ତୁ ବୃଷ ରାଶିରେ ଗୋଚର କରୁଛନ୍ତି, ଏଇ ରାଶିରେ ଗୋଚର କରୁଛନ୍ତି। ଯେତେବେଳେ 14/5/2025 ମସିହା ଆସିଯିବ, ସେତେବେଳେ ବୃହସ୍ପତି ବୃଷ ରାଶି ପରିତ୍ୟାଗ କରି ମିଥୁନ ରାଶିରେ ପଦାର୍ପଣ କରିବେ।
ତାହେଲେ ମିଥୁନ ରାଶି ହେଇଗଲେ ଆପଣଙ୍କର ରାଶି ଠାରୁ ସେଇଟା କଣ ଆସିଯିବ ଦେଖନ୍ତୁ, କେତେ ନମ୍ବର ଆସିଯିବ ନା 1 2 3 4 5 6 7 8 9 10। ତାହେଲେ ଦଶମ ବୃହସ୍ପତି ହେବେ ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ, ଆପଣଙ୍କର ବୃତ୍ତିଗତ କ୍ଷେତ୍ରଟିକୁ ପ୍ରଭାବିତ କରିବେ। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଇଏ ହେଲେ ଦଶମ ବୃହସ୍ପତି। ଦଶମ ବୃହସ୍ପତିଟି ଆପଣଙ୍କ ପାଇଁ ଅଶୁଭ କାରକ ସାବ୍ୟସ୍ତ ହେବେ। କୋଉ କ୍ଷେତ୍ରରେ? ମୁଖ୍ୟତଃ ବୃତ୍ତିଗତ କ୍ଷେତ୍ରରେ। ଆଚ୍ଛା, ତାପରେ ଆଉ ଗୋଟିଏ କଥା ଦେଖନ୍ତୁ, ଶନି ଯିଏକି ନ୍ୟାୟାଧୀଶ ଶନି, ସିଏ କୋଉଠି ଅଛନ୍ତି ନା ସିଏ ବର୍ତ୍ତମାନ କୁମ୍ଭ ରାଶିରେ ଗୋଚର କରୁଛନ୍ତି। କୁମ୍ଭ ରାଶିରେ ଗୋଚର କରୁଛନ୍ତି, ତା ଅର୍ଥ 3/4/2025 ସେ ମୀନ ରାଶି କି ଗମନ କରିବେ। ମୀନ ରାଶି କି ଗମନ କଲେ ଆପଣଙ୍କ ରାଶି ଠାରୁ ଆପଣ ଗଣନ୍ତୁ 1 2 3 4 5 6 7, ମାନେ ସପ୍ତମ ଶନି ଆପଣଙ୍କର ହେଇଗଲେ। ତା ଅର୍ଥ ଆପଣଙ୍କର ଶନି 7.5 ଆରମ୍ଭ ହେଲେ। ଶନି 7.5 ଆପଣଙ୍କର ଆରମ୍ଭ ହେଲେ, ତା ମାନେ ମୋଟାମୋଟି ହିସାବରେ ଅଶୁଭ ସମୟଟିଏ। କିନ୍ତୁ ମୁଁ ସବୁବେଳେ କହିଛି, ଅଶୁଭ ସମୟଟି ସେତିକି ବେଳେ ସୃଷ୍ଟି ହୁଏ ଯେତେବେଳେ ଆପଣ ଭୁଲ କାମଟିଏ କରି ପକାନ୍ତି। ଆପଣ ଯଦି ଠିକ କାମ କରୁଛନ୍ତି, ଶନି କାହିଁକି? ଶନି ଚନ୍ଦ୍ରଙ୍କୁ ଦେଖୁଛନ୍ତି, ଆଉ ଚନ୍ଦ୍ର ବି ଶନିଙ୍କୁ ଦେଖୁଛନ୍ତି। ତା ମାନେ ଚନ୍ଦ୍ର ରହିଲେ କୋଉଠି? ଶତ୍ରୁ ରାଶିରେ, ଶନି ବି ରହିଲେ ଶତ୍ରୁ ରାଶିରେ। ତାହେଲେ ଦି ଜଣ ପରସ୍ପରକୁ ଯେତେବେଳେ ଦୃଷ୍ଟି ନିକ୍ଷେପ କରୁଛନ୍ତି, ଜାତକରେ ବିଷ ଯୋଗଟିଏ ସୃଷ୍ଟି କରୁଛି। ତା ମାନେ ଆପଣଙ୍କର ମନଟିକୁ ଅଶାନ୍ତ କରି ପକାଇବେ। ଆପଣ ଭୁଲ ଡିସିସନ ଟିଏ ନେଇଯିବେ, କାରଣ ଆପଣଙ୍କର ମନଟି ହିଁ ଡିସିସନ ନେଇଥାଏ। ଆଉ ସେତିକି ବେଳେ ଆପଣ ବିବେକକୁ ଟିକେ ପ୍ରଶ୍ନ ପଚାରିବେ। ଆପଣ ହଠାତ୍ କରି କିଛି ଭୁଲ ଡିସିସନ ନେଇଯିବେ ନାହିଁ। ଯଦି ଭୁଲ ଡିସିସନ ନେଇଗଲେ, ଶନି ଆପଣଙ୍କୁ କଣ କରିବେ? ବହୁତ କ୍ଷତି ପହଞ୍ଚେଇ ଦେବେ ଶନି। କୋଉ କୋଉ କ୍ଷେତ୍ରରେ ପହଞ୍ଚେଇବେ ବନ୍ଧୁଗଣ ଦେଖନ୍ତୁ, 1 2 3 ଆପଣଙ୍କର ନବମ ଘର ଟିକେ ଦେଖୁଛନ୍ତି। ନବମ ଅର୍ଥ ଆପଣଙ୍କର ଭାଗ୍ୟ ଆଉ ପିତାଙ୍କର ଘରଟିଏ। ଆପଣଙ୍କୁ ଭାଗ୍ୟ ବେଶୀ ସାଥ ଦବ ନାହିଁ, ଆଉ ପିତାଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ କରେଇ ଦେଇ ପାରନ୍ତି। ଆଉ ଦ୍ୱିତୀୟ କଥା ହଉଛି, ଶନି ଦଶମ ଦୃଷ୍ଟିରେ ଦେଖନ୍ତୁ ଚନ୍ଦ୍ରଙ୍କ ଠାରୁ 4 ନମ୍ବର ଘରକୁ ଦେଖୁଛନ୍ତି। ତା ମାନେ ସେ ହେଲା ମାତାଙ୍କର ଘର, ମାତୃଭୂମିର ଘର, ଆପଣଙ୍କର ସୁଖ ସୁବିଧାର ଘର। ଆପଣ ଏତିକି ଦିନ ହେଲାଣି ଯେତିକି ଟଙ୍କା ଅର୍ଜନ କରିଛନ୍ତି କି ଯେତିକି ଯାହା କରି ଯାଇଛନ୍ତି, ତାର ଏଇଟା ଶେଷ ସମାନେ ବହୁତ କ୍ଷୟକ୍ଷତି କରେଇଦେବେ ସିଏ ଆପଣଙ୍କୁ। କଣ ପାଇଁ? ନା ଶନି ଯେହେତୁ 7.5 ଆରମ୍ଭ ହଉଛନ୍ତି। ତେଣୁ ବନ୍ଧୁଗଣ ଆପଣଙ୍କର କ୍ଷୟକ୍ଷତି ହବ ଯଦି ଆପଣ ଭୁଲ କାର୍ଯ୍ୟ କରନ୍ତି। ଭୁଲ କାର୍ଯ୍ୟ ପାଇଁ ଆପଣଙ୍କ ପାଇଁ କୌଣସି କ୍ଷମା ନାହିଁ। ଜାଣି ଶୁଣିକିରି କେବେ ଭୁଲ କରିବେ ନାହିଁ। ଆଉ ଯଦି ଭୁଲଟା ହେଇଯାଇଛି, କନଫେସ୍ କରିଯିବେ, ତାର ସମାଧାନର ବାଟ ଖୋଜିବେ। ଭୁଲକୁ କେବେ ଲୁଚେଇବାକୁ ଚେଷ୍ଟା କରିବେ ନାହିଁ। ଆଚ୍ଛା, ତାପରେ ବନ୍ଧୁଗଣ ଦେଖନ୍ତୁ ଆଉ କଣ ହେଇପାରେ। ରାହୁ ଆପଣଙ୍କର ବର୍ତ୍ତମାନ ଅଛନ୍ତି ମୀନ ରାଶିରେ, ସିଏ ଆସିବେ କୁମ୍ଭ ରାଶିକୁ, ଷଷ୍ଠ ଘରକୁ ଆସିବେ। ଷଷ୍ଠ ଘରେ ରହିବାର ଅର୍ଥ ହେଉଛି ରାହୁ ଶତ୍ରୁ ହନ୍ତା ରାଜଯୋଗଟିଏ ସୃଷ୍ଟି କରିବେ। ଆପଣଙ୍କର ଯେତେ କମ୍ପିଟେଟର ଅଛନ୍ତି, ଆପଣ ତାଙ୍କୁ ଟପି କରି ଉପରକୁ ଯାଇପାରିବେ। କିନ୍ତୁ ଏତିକି, ରାହୁ ହେଉଛନ୍ତି ଭ୍ରମାତ୍ମକ ଗ୍ରହ। ଯାହା ଆପଣ ଡିସିସନ ନେବେ, ବହୁତ କିଛି ଭାବି ଚିନ୍ତିକିରି ଡିସିସନ ନେବେ, ତାହେଲେ ଯାଇକରି ଆପଣଙ୍କୁ ରାହୁ ସଫଳତା ପ୍ରଦାନ କରିବେ। ଆଉ ଏତିକି ବନ୍ଧୁଗଣ, ରାହୁ ଷଷ୍ଠରେ ରହିକରି ଦ୍ୱାଦଶ ଘରଟିକୁ ମଧ୍ୟ ଦେଖୁଛନ୍ତି। ଦ୍ୱାଦଶ ଘରର ଅର୍ଥ ହେଉଛି କୋର୍ଟ କଚେରୀର ଘର, ଡାକ୍ତରଖାନାର ଘର, ଜେଲ ହାଜତର ଘର, ବିଦେଶର ଘର। ତେଣୁ ଏଇ ଜିନିଷ ଟିକେ ଆପଣ ସତର୍କ ହେଇଥିବେ। ରାହୁ ଆପଣଙ୍କୁ ଏମିତି କାର୍ଯ୍ୟ କରେଇଦେବେ ଯେ ଆପଣଙ୍କ ମନଟାକୁ ଏମିତି
ବଦଳେଇ ଦେବେ, ଆପଣ ଜାଣି ଶୁଣି ଗୋଟେ ଭୁଲ ଡିସିସନ ନେଇଯିବେ। ଭୁଲ ଡିସିସନଟା ନେଇଗଲେ ସେଇ ଭୁଲ ଡିସିସନ ହେତୁ ଆପଣ କୋର୍ଟ କଚେରୀ ବୁଲିକିରି ଜେଲ ହାଜତକୁ ବି ଯାଇପାରନ୍ତି। ତେଣୁ ବନ୍ଧୁଗଣ, ଜାଣି ଶୁଣି କରି କେବେ ହେଲେ ଭୁଲ କାମଟିଏ କରିବେ ନାହିଁ, ତାହେଲେ ଆପଣଙ୍କର କୌଣସି ପ୍ରକାର ଅସୁବିଧାଟିଏ ହେବ ନାହିଁ। ଯୋଉ ଅସୁବିଧାର ପରେଶାନଟି ଆପଣ ଭୋଗିବେ ତାର ପ୍ରତିକାରଟିଏ କରିଦେଲେ ଆପଣ ଆରାମରେ ରହିପାରିବେ। ଶନି କାହାକୁ କ୍ଷତି ପହଞ୍ଚାନ୍ତି ନାହିଁ। ଭୁଲ କାମ କଲେ ଶନି ତ କର୍ମ ଫଳ। ବିଚାରପତି ଦେଖନ୍ତୁ ବସିଛନ୍ତି, ତାଙ୍କ ପାଖରେ ଗୋଟିଏ ପୁତୁଳା ରଖାଯାଇଛି, ମୂର୍ତ୍ତିଟିଏ, ଯୋଉଟା କି ଆଖିରେ ପଟି ବନ୍ଧା ହେଇଛି, ତା ମାନେ ଆଇନ ଅନ୍ଧ। ସେ ସବୁ ଜିନିଷ ପ୍ରୁଫ ଦରକାର, ସେ ବିଚାର କରିବେ, ତାଙ୍କ ପାଖରେ ଏକଡ ସେକଡ ହବ ନାହିଁ। ଆପଣ ଯଦି ଭଲ କାମ କରିଛନ୍ତି ଭଲ ଫଳ ପାଇବେ, ଯଦି ଖରାପ କାମ କରିଛନ୍ତି ଖରାପ ଫଳ ପାଇବେ। ହଉ ବନ୍ଧୁଗଣ, ତାପରେ ଦେଖନ୍ତୁ ଆମେ ଆଲୋଚନା କରିବା ଶିକ୍ଷା କଥାଟି। ଦଶମସ୍ତ ବୃହସ୍ପତି ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରଭୂତ ସଫଳତା ଦେବେ, ବହୁତ ସଫଳତା ଆପଣ ପାଇବେ। କାହିଁକିନା ଦଶମରେ ରହିଥିବା ବୃହସ୍ପତି ସିଏ ସିଧା ଆପଣଙ୍କର ପଞ୍ଚମ ଘରଟିକି ଦେଖୁଛନ୍ତି, ଯାହାଫଳରେ କି ଆପଣ କଣ ହେବେ, ଶନି ବି ଦେଖୁଛନ୍ତି, କେତୁ ବି ଦେଖୁଛନ୍ତି। ତେଣୁ ସେଥିପାଇଁ ଆପଣ ସଫଳତାଟିଏ ପାଇବେ, କିନ୍ତୁ ଆପଣ ଯେତିକି ପରିଶ୍ରମ କରିବେ ତାର ଫଳଟି ନିଶ୍ଚୟ ଆପଣ ପାଇବେ। ଶିକ୍ଷା କ୍ଷେତ୍ରରେ ଆପଣଙ୍କ ପାଇଁ କୌଣସି ଯେଉଁ ଛାତ୍ରଛାତ୍ରୀ ମାନେ ଶିକ୍ଷାର୍ଥୀ ଅଛନ୍ତି, ବିଦ୍ୟାର୍ଥୀ ଅଛନ୍ତି, ସେମାନଙ୍କ ପାଇଁ ଭଲ ସମୟଟିଏ ହେଇପାରିବ। ଆଚ୍ଛା, ତାପରେ ଯେଉଁମାନେ ବୃତ୍ତିଗତ କଥା ଆମେ ଦେଖିବା, ଯେଉଁମାନେ ବୃତ୍ତିଗତ କ୍ଷେତ୍ରରେ ଅଛନ୍ତି, ଯେଉଁମାନେ ଚାକିରି କରିଛନ୍ତି, ବନ୍ଧୁଗଣ ଆପଣମାନେ ଟିକେ ଏକ୍ସଟ୍ରା ସତର୍କତା ଅବଲମ୍ବନ କରିବେ। ଆପଣଙ୍କର ଉପରିସ୍ଥ ଅଧିକାରୀଙ୍କ ସହିତ କୌଣସି ପ୍ରକାର ଝଗଡ଼ାଝାଟି, ମନମାଳିନ୍ୟ ଏମିତି ହେବେ ନାହିଁ। କାହାରି ସାଙ୍ଗରେ ମଧ୍ୟ ଆପଣଙ୍କର ମତଭେଦ ହେଇପାରେ, କିନ୍ତୁ ମନାନ୍ତର ହେବେ ନାହିଁ, ଯୋଉଟା କି ଆପଣଙ୍କୁ ବହୁତ ଫରକ ପଡ଼ିଯିବ, ଆପଣ ବହୁତ କଷ୍ଟ ସହିବେ। ଆଉ ତାପରେ ମୁଖ୍ୟତଃ ଯେଉଁମାନେ ବ୍ୟବସାୟୀ ଅଛନ୍ତି, ବ୍ୟବସାୟୀ ମାନେ ଆପଣମାନେ ବି ମଧ୍ୟ ସଫଳତା ପାଇବେ, କିନ୍ତୁ କଥା ହେଉଛି ଆପଣ ଠିକ ହିସାବରେ, ତା ଅର୍ଥ ଆପଣ ଯଦି ବ୍ୟବସାୟଟିଏ କରୁଛନ୍ତି ତାର ହିସାବ କିତାବ ଠିକ ରଖନ୍ତୁ, ନହେଲେ ଆପଣ କ୍ଷତି ସହି ଯାଇପାରନ୍ତି। ଆଉ ମୁଖ୍ୟତଃ ଯେଉଁମାନେ କଣ୍ଟ୍ରାକ୍ଟ କରୁଛନ୍ତି, ଯେଉଁମାନେ ରାଜନୀତି କରୁଛନ୍ତି, ଯେଉଁମାନେ ରିଏଲ ଇଷ୍ଟେଟ ବିଜନେସରେ ଅଛନ୍ତି, ଯେଉଁମାନେ ଜମି ବାଡ଼ି ଭଲ ମନ୍ଦ ଏଗୁଡ଼ିକ ସବୁ ବିକ୍ରି କରୁଛନ୍ତି, ସେମାନଙ୍କୁ ବହୁତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଉ ଜାଣି ଶୁଣିକରି ବନ୍ଧୁଗଣ କେବେ ହେଲେ ଭୁଲ ବାଟକୁ ଯିବେ ନାହିଁ। ଲୋଭବଶତଃ ଯଦି ଆପଣ କିଛି ଭୁଲ ବାଟକୁ ଚାଲି ଯାଇଛନ୍ତି, ତାହେଲେ ଆପଣଙ୍କ ପାଇଁ ଶନି ଦଣ୍ଡର ବ୍ୟବସ୍ଥାଟି ନିଶ୍ଚୟ ରଖିଛନ୍ତି। କେବେ ହେଲେ ଭୁଲ କାମ କରିବେ ନାହିଁ। ଆଚ୍ଛା, ତାପରେ ବନ୍ଧୁଗଣ ଦେଖନ୍ତୁ ସନ୍ତାନ କଥା ବିଚାର କରିବା। ସନ୍ତାନ କଥା ଯଦି ଆମେ ବିଚାର କରିବା, ଯେହେତୁ ଦଶମସ୍ତ ବୃହସ୍ପତି, ସପ୍ତମସ୍ତ ଶନି, ଷଷ୍ଠସ୍ତ ରାହୁ, ଦ୍ୱାଦଶ ହେଲେ କେତୁ, ତାହେଲେ ଦେଖନ୍ତୁ ବନ୍ଧୁଗଣ ପଞ୍ଚମ ଘରଟି ଚନ୍ଦ୍ର ରାଶି ଠାରୁ ବିଚାର କରିବା। ପଞ୍ଚମ ଘରଟି ହେଲା ମକର ରାଶି। ମକରର ମାଲିକ ହେଲେ କିଏ ନା ସିଏ ହେଲେ ଶନି, ସିଏ ଯାଇଛନ୍ତି ସପ୍ତମ ଘରକୁ, ତାହେଲେ ଆପଣଙ୍କର ସପ୍ତମ ଶନି। ତେଣୁ ବନ୍ଧୁଗଣ ଆପଣ ଏଇ 2025 ଏ ଯୋଉ ସମୟଟି ମୁଁ ଅବଧି ଦେଇଛି 14/5/2025, ଏଇ ଭିତରେ ଆପଣ ସନ୍ତାନଟି ପାଇଁ ପ୍ଲାନିଂ କରିପାରିବେ, ତାହେଲେ ଆପଣଙ୍କ ପାଇଁ ଶୁଭଙ୍କର ହବ। କାହିଁକିନା ବର୍ତ୍ତମାନ ଆପଣଙ୍କର ଷଷ୍ଠ ଶନି ଅଛନ୍ତି, ଆପଣଙ୍କୁ ଶ୍ରେଷ୍ଠ ଫଳ ଦେଉଛନ୍ତି। ତେଣୁ ପ୍ଲାନିଂ କରିପାରିବେ ସେ ସମୟଟିକୁ। ଆଉ ବୃହସ୍ପତି ଯେହେତୁ ଦେଖୁଛନ୍ତି ଚତୁର୍ଥ ଘରଟିକୁ ଦେଖନ୍ତୁ, ତେଣୁ ଆପଣ ସୁଖ ସୁବିଧାର କାରକ, ଯେ ସନ୍ତାନଟିଏ ଆପଣ ପ୍ଲାନିଂ କରିପାରିବେ ଏଇ ସମୟରେ। ଆଚ୍ଛା, ତାପରେ ବନ୍ଧୁଗଣ ଦେଖନ୍ତୁ ଯେଉଁମାନଙ୍କର ସନ୍ତାନ ଅଛନ୍ତି ବର୍ତ୍ତମାନ, ସେମାନେ ମଧ୍ୟ ସନ୍ତାନ ହେତୁକ ସୁଖ ପାଇବେ। ସନ୍ତାନ ମାନେ ନ୍ୟାୟଶୀଳ ହେବେ, ସନ୍ତାନ ମାନେ କର୍ମଯୋଗୀ ହେବେ, ସେମାନେ ତାଙ୍କର କାମକୁ ଠିକ ଚିହ୍ନି ପାରିବେ, ବାପା ମାଙ୍କୁ ସମ୍ମାନ କରିବେ, ଏହି ପ୍ରକାର ଜିନିଷ ଗୁଡ଼ିଏ ତାଙ୍କ ପାଇଁ ସୃଷ୍ଟି ହେବ। ତେଣୁ ଏହି ପ୍ରକାର ଯୋଉ ଶିକ୍ଷାର୍ଥୀ ମାନେ ହଉ ବା ସନ୍ତାନ ଯେତିକି ଅଛନ୍ତି, ସେମାନେ ତାଙ୍କର ବାପା ମାଙ୍କ ପ୍ରତି ଠିକ ହିସାବରେ ତାଙ୍କୁ ରଖିପାରିବେ।
ଘରର ଉନ୍ନତିରେ ସେମାନଙ୍କର ଅବଦାନ ନିଶ୍ଚୟ ରହିବ। ତାପରେ ବନ୍ଧୁଗଣ ଦେଖନ୍ତୁ, ଆମେ ଯଦି ବିବାହ କଥାଟି କହିବା, ବିବାହ କଥାଟି ଯଦି କହିବା, ବର୍ତ୍ତମାନ ଦେଖନ୍ତୁ ବୃହସ୍ପତି ଯେହେତୁ ବୃଷ ରାଶିରେ ଅଛନ୍ତି, ନବମ ବୃହସ୍ପତି ହେଇଛନ୍ତି, ଶ୍ରୁତାର୍ଥ ଲାଭ ନବପଞ୍ଚକେଶ। ତେଣୁ ଏଇ ଯୋଉ ସମୟରେ ଆମେ ଯୋଉ ବିବାହ କଥାଟି ଆଲୋଚନା କରୁଛେ, ଆପଣ ନବମ ବୃହସ୍ପତି ବର୍ତ୍ତମାନ ଆପଣଙ୍କର ହେଇଥିବାରୁ ଆପଣ 14/5/2025 ଭିତରେ, ମାନେ ଆଜିଠାରୁ ଆରମ୍ଭ କରି 14/5/2025 ପର୍ଯ୍ୟନ୍ତ ଆପଣ ବିବାହ ଲଗ୍ନଟି କରିପାରିବେ, ବାହାଘରଟି କରିପାରିବେ। ଆଉ ତାପରେ ଆପଣ ଆଉ ବିବାହ ଲଗ୍ନ କରିବେ ନାହିଁ। ଯଦି ଆପଣଙ୍କର ନିହାତି ଜରୁରୀ ଅଛି, ବୃହସ୍ପତିଙ୍କର ପ୍ରତିକାରଟିଏ କରିକି ମଧ୍ୟ ଆପଣ ବିବାହ କରିପାରିବେ। ଆଚ୍ଛା, ତାପରେ ବନ୍ଧୁଗଣ ଦେଖନ୍ତୁ, ଆମେ ଯଦି ଆଲୋଚନା କରିବା ଗୃହିଣୀ ମାନଙ୍କ ବିଷୟରେ, ଯେଉଁ ଗୃହିଣୀ ମାନେ, ଯେଉଁମାନଙ୍କର କନ୍ୟା ରାଶି, ସେମାନଙ୍କ ପାଇଁ ଏଇ ଯୋଉ ବର୍ଷଟି ମିଶ୍ରିତ ଫଳ ମିଳିବ। ତା ଅର୍ଥ କଷ୍ଟ ବି କରିବେ, କିନ୍ତୁ କଷ୍ଟର ଫଳ ସେମାନେ ପାଇବେ। ଆଉ ଗୃହରେ ସମସ୍ତେ ତାଙ୍କୁ ପ୍ରଶଂସା କରିବେ, ସମସ୍ତଙ୍କର ପ୍ରିୟ ପାତ୍ର ସିଏ ହେଇପାରିବେ। ଏଇ ସମୟରେ ଗୃହିଣୀ ମାନେ, ସେମାନେ ଯାହା ଘର ପାଇଁ, ଗୋଟେ ଗୃହିଣୀଙ୍କର ଅବଦାନ 100% ଅଛି। ଘରକୁ ସୁନ୍ଦର ସିନା ଗୃହିଣୀ ଥିଲେ, ଘରଣୀ ଥିଲେ। ତେଣୁ ବନ୍ଧୁଗଣ, ତେଣୁ ଗୃହିଣୀ ମାନେ ବହୁତ ସଫଳତା ପାଇବେ। କିଛି ମାତ୍ରାରେ ପରେଶାନ ହେଇପାରନ୍ତି, କଷ୍ଟ ପାଇପାରନ୍ତି, କିନ୍ତୁ ସେ କଷ୍ଟଟା ତାଙ୍କର ସଫଳତା ପାଇଁ କିଛି ନୁହଁ। ସେ ସଫଳତା ଯୋଉ ପାଇବେ, ସେ କଷ୍ଟକୁ ଭୁଲିଯିବେ। ତାପରେ ବନ୍ଧୁଗଣ ଦେଖନ୍ତୁ, ଯେଉଁମାନେ ଦାମ୍ପତ୍ୟ ଜୀବନରେ ଅଛନ୍ତି, ଯେଉଁ ଦମ୍ପତି ସବୁ ଅଛନ୍ତି, କନ୍ୟା ରାଶିର ଦମ୍ପତି ମାନେ, ସେମାନେ କଣ, ତାଙ୍କର ସମୟଟି ମଧ୍ୟ ଭଲ ରହିବ। କାହିଁକିନା ସେମାନେ କଣ, ଛୋଟିଆ ଛୋଟିଆ କଥାରେ ଟିକେ ମତଭେଦ ହେଇଯାଏ। କାହିଁକି, ତାଙ୍କର ରାଶି ମାଲିକ ହଉଛନ୍ତି ବୁଧ, ବାଳୁତ ଗ୍ରହ ବୁଧ। ତେଣୁ ଟିକେ ମତାନ୍ତର ହେଇଯାଆନ୍ତି ସେମାନେ, କିନ୍ତୁ ମନାନ୍ତର ଆଡକୁ ଯାଆନ୍ତି ନାହିଁ। କୌଣସି ପ୍ରକାର ବଡ ଷ୍ଟେପ ସେମାନେ ନିଅନ୍ତି ନାହିଁ। ତେଣୁ ବନ୍ଧୁଗଣ, ମୋଟାମୋଟି ହିସାବରେ ଆମେ ଯଦି ଦେଖିବା, ଏଇ ବର୍ଷଟି ତାଙ୍କ ପାଇଁ ଭଲ ରହିବ। ଆଉ ଯଦି ସ୍ୱାସ୍ଥ୍ୟ କଥାଟି ଆଲୋଚନା କରିବା, ଯେହେତୁ ଶନି ମୀନ ରାଶିକି ଗମନ କରୁଛନ୍ତି, ସପ୍ତମ ଶନି ହେଇଛନ୍ତି, ଆପଣଙ୍କର ସ୍ୱାସ୍ଥ୍ୟଗତ ଅବସ୍ଥା ଟିକେ ବିଗିଡି ପାରେ, କିନ୍ତୁ ସେଇଟା କିଓରେବଲ ଡିଜିଜ। ଆପଣ ଚିକିତ୍ସା କଲେ ଭଲ ହେଇଯିବେ। ଆଉ ସେଥିପାଇଁ ଆପଣ ଶନି ଗ୍ରହଙ୍କ ପାଇଁ ଉପଚାର କରିବାକୁ ପଡିବ। ଯଦି ଶନି ଆପଣଙ୍କ ଜାତକ ପାଇଁ ଉପକାରୀ ଗ୍ରହ, ତାହେଲେ ତାଙ୍କ ପାଇଁ ଆପଣ ବୀଜ ମନ୍ତ୍ର ଜପ କରନ୍ତୁ, ଶନିଙ୍କର ପୂଜା କରନ୍ତୁ। ଆଉ ଯଦି କ୍ଷତିକାରକ ଗ୍ରହ ହେଇଥାନ୍ତି ଶନି, ତାହେଲେ ଆପଣ କଣ କରିବେ, ତାଙ୍କ ପାଇଁ ଦାନଟି କରିବେ। ମୁଁ ଯୋଉ ପ୍ରତିକାର ଗୁଡିକ ଆଗରୁ ସବୁ ଭିଡିଓ ମାନଙ୍କରେ ବତେଇଛି, ଦାନ ପାଇଁ ସ୍ୱତନ୍ତ୍ର ପ୍ରତିକାର ସବୁ ଗ୍ରହ ମାନଙ୍କ ପାଇଁ ମୁଁ କରେଇଛି। ଆପଣ ସେ ଭିଡିଓ ଗୁଡିକ ମୋର ଫଲୋ କରିପାରିବେ। ଆଉ ବନ୍ଧୁଗଣ, ମୁଖ୍ୟ କଥା ହେଉଛି, ମୋଟାମୋଟି ହିସାବରେ ଏଇ ବର୍ଷଟି କନ୍ୟା ରାଶି ପାଇଁ ଭଲ ରହିବ। କିନ୍ତୁ ବୃତ୍ତିଗତ କ୍ଷେତ୍ରରେ ମୁଁ ଯୋଉ କଥା ଗୁଡିକ କହିଲି ବନ୍ଧୁଗଣ, ସେ କଥା ଗୁଡିକୁ ମାନିକିରି ଚଳିଥିବେ। ଜାଣି ଶୁଣି କିଛି ଭୁଲ କାମ କରିବେ ନାହିଁ, କାହାକୁ ଠକିବାକୁ ଚେଷ୍ଟା କରିବେ ନାହିଁ। ଠକିଲେ ରାହୁ ଦେଖୁଛନ୍ତି ଦ୍ୱାଦଶ ଘରକୁ, ସିଧା ଜେଲ ଯାତ୍ରା କରେଇଦେବେ। ତେଣୁ ବନ୍ଧୁଗଣ, ମୁଁ ଭାବୁଛି ଆପଣ ମାନେ ବୁଝି ସାରିବେଣି। ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ହଉ, ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।